ଯିବା ଆମର ତୁଳା ରାଶି। ତୁଳା ରାଶି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କର ଚଳନ କ'ଣ ହେଉଛି? ତୁଳା ରାଶି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କ ଚଳନ ତୁଳା ରାଶି ତୃତୀୟ ସ୍ଥାନରେ ହେବାକୁ ଯାଉଛି। ତୃତୀୟ ସ୍ଥାନ ହେଉଛି ପରାକ୍ରମର ଘର, ଆପଣମାନେ ଜାଣିଛନ୍ତି ଧନୁ ସଂକ୍ରାନ୍ତି ଦ୍ୱାରା। ତେଣୁ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ ତୁଳା କାହିଁକି ନା ଏକାଦଶ ଘରର ମାଲିକ ହୋଇକି ତୁଳା ରାଶି ଏକାଦଶ ଘରର ମାଲିକ ହୋଇ ସେ ପରାକ୍ରମ ରହିଲେ ପରାକ୍ରମରୁ ସେ ଲାଭ ଅର୍ପଣ କରିବେ, ଲାଭ କିଛି ଲାଭ ପାଇବେ ଏବଂ ଲାଭ ପାଇବା ପରେ ତା ମଧ୍ୟ ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଶରୀର ଟିକେ ପ୍ରେସର ହୋଇପାରେ। କାହିଁକି ନା ବର୍ତ୍ତମାନ ଆପଣ ଜାଣିଛନ୍ତି ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନି ପଞ୍ଚମ ସ୍ଥଳ ଅଛନ୍ତି। ଆଉ ପଞ୍ଚମ ସ୍ଥାନ ଟିକେ ତୃତୀୟ ତୁଲ୍ୟ କଷ୍ଟ ଦିଏ ବା ଶରୀରକୁ କ୍ଲେଶ କରାଏ। ତଥାପି ମଧ୍ୟ ସୂର୍ଯ୍ୟନାରାୟଣଙ୍କ ତୃତୀୟ ସ୍ଥାନରେ ସଞ୍ଚରଣ ନିଶ୍ଚିତ ଭାବେ ଭଲ ଜିନିଷ କରିବ, ମାନେ ଭଲ ଜିନିଷ ଆଣିକି ଆସିବ। ଏବଂ ମାର୍ଚ୍ଚ 29 ପରେ ଯେବେ ସମୟ ଭଲ ଆସିବ, ତୁଳା ରାଶିର ବ୍ୟକ୍ତିମାନେ ପରାକ୍ରମ ବର୍ତ୍ତମାନ ଷ୍ଟାର୍ଟ ହେଇଯିବ। ଏଇ ମାସ ଭିତରେ ପରାକ୍ରମ ବୃଦ୍ଧି ହେଇଯିବ ଏବଂ ମାର୍ଚ୍ଚ 29 ପରେ ଏବଂ ସୁଫଳ ପାଇବ। ଧନ୍ୟବାଦ। ସୂର୍ଯ୍ୟନାରାୟଣଙ୍କୁ ଜଳଦାନ କର ନିହାତି।